କୁହନ୍ତି ଦୁର୍ଯ୍ୟୋଧନର ଅହଙ୍କାର ଏବଂ ଦୁଶାସନର କୁକର୍ମ ମହାଭାରତ ପାଇଁ ଦାୟୀ ଥିଲା। କିନ୍ତୁ ଏହା ମଧ୍ୟ ଆମେ ଅସ୍ୱୀକାର କରିପାରିବା ନାହିଁ କି ଧୃତରାଷ୍ଟ୍ରଙ୍କ ଅନ୍ଧ ଭଳି ଭଲ ପାଇବା ମଧ୍ୟ ଏତେ ବଡ଼ ମହାସଂଗ୍ରାମ ପାଇଁ ଦାୟୀ ଅଟେ। ସେଥିପାଇଁ ଯାହାକୁ ତୁମେ ଭଲ ପାଉଛ ତାକୁ ମୁହଁରେ ଶାସନ କର ଏବଂ ହୃଦୟରେ ତାଙ୍କ ପାଇଁ ଭଲ ପାଇବା ରଖ। ଏପରି ଭଲ ପାଇବା ରଖ ଯେପରି ସେହି ଭଲ ପାଇବା ତାଙ୍କୁ ଉନ୍ନତିରେ ସାହାଯ୍ୟ କରିବ, ତାଙ୍କର ପତନରେ ନୁହେଁ। ଜୀବନରେ କିଛି ଏପରି ମଣିଷ ଅଛନ୍ତି ଯାହାଙ୍କ ଅନୁପସ୍ଥିତି କେବେ ପୂରଣ ହୋଇପାରେ ନାହିଁ। କିଛି ଲୋକ କୁହନ୍ତି ଜୀବନଟା ଦୁଃଖମୟ, କିନ୍ତୁ ମୁଁ ଭାବେ ଜୀବନଟା କର୍ମର ଫଳ। ହାତ ଏବଂ ଆମର ବିଚାର ଯେପରି କର୍ମ କରିବ ସମ୍ପୂର୍ଣ୍ଣ ବୟସ ସେହିପରି ଫଳ ପାଇବ। ଆବଶ୍ୟକ ଥିଲେ ବଚନ ଦିଅ, ଅଯଥା କଥା କହି ନିଜର ମୂଲ୍ୟ କମାନ୍ତୁ ନାହିଁ। ପ୍ରକୃତ ସମ୍ମାନ ସେଇଠି ଥାଏ ଯେଉଁଠି ଆପଣ ନଥାଇ ବି ଆପଣଙ୍କ ବିଷୟରେ ଲୋକ ଭଲ କଥା କୁହନ୍ତି। ଯଦି ପ୍ରେମ ପାଇଁ ଆତ୍ମହତ୍ୟା କରିବାକୁ ପଡ଼େ ତାହା କେବେ ପ୍ରେମ ହିଁ ନୁହେଁ। ପ୍ରେମ ତାହା ଅଟେ ଯାହା ମଣିଷକୁ ଭଲ ପାଇବା ଶିଖାଏ, ଆଉ ପ୍ରେମରେ ଧୋକା ତାହା ଅଟେ ଯାହାକୁ ଦୁନିଆକୁ ଚିହ୍ନିବାରେ ବାଟ ଦେଖାଏ। ଅର୍ଥାତ୍ ଧୋକା ବି ଉତ୍ତମରୁ ସର୍ବୋତ୍ତମ ହେବା ପାଇଁ ପ୍ରୋତ୍ସାହନ ଦେଇଥାଏ। ଲୋକଙ୍କ ମନ ଭରିଗଲେ ସେମାନେ ଆଉ ଆଗ ଭଳି ଭଲ ପାଆନ୍ତି ନାହିଁ, ସେମାନେ ବଦଳି ଯାଆନ୍ତି। ଏହା ଦୁନିଆର ପ୍ରକୃତ ସତ୍ୟ ଅଟେ। ଆପଣ କେତେ ବି ଭଲ କାମ କରନ୍ତୁ, ପ୍ରଶଂସା ସବୁବେଳେ ଶ୍ମଶାନରେ ହେବ। ନିଜକୁ ଏତେ ମଜବୁତ କରିଦିଅ ଯେପରି ଦୁନିଆର କୌଣସି ଶକ୍ତି ତୁମ ମନର ଶାନ୍ତିକୁ ଭଙ୍ଗ କରିପାରିବ ନାହିଁ। ପ୍ରକୃତ ଦୁଃଖ ତ ଆମକୁ ସେତେବେଳେ ଲାଗେ ଯେତେବେଳେ ଆମେ ଆମ ପ୍ରିୟ ମଣିଷ ସହ କଥା ହେବାକୁ ଚାହୁଁ କିନ୍ତୁ ସେ ଆମକୁ ଇଗ୍ନୋର କରେ। ସାହାଯ୍ୟ କଲେ ଭଲ, ପୁଣ୍ୟ ବଢ଼େ। ଦାନବୀର ରାଜା ହରିଶ୍ଚନ୍ଦ୍ରଙ୍କ ଭଳି ନୁହେଁ କି ଅଙ୍ଗରାଜ କର୍ଣ୍ଣଙ୍କ ଭଳି ନୁହେଁ। ସେତିକି ସାହାଯ୍ୟ କରନ୍ତୁ ଯେତିକି ଆପଣଙ୍କ ସକ୍ଷମତା ଅଛି, କାରଣ ଇତିହାସ ସାକ୍ଷୀ ଅଛି ଅତି ସାହାଯ୍ୟ କରୁଥିବା ମଣିଷ ହିଁ ସବୁଠାରୁ ଅଧିକ ଦୁଃଖ ଆଉ କଷ୍ଟ ପାଇଛି। ହୃଦୟ ଯାହାକୁ ଆପଣେଇ ନିଏ ତାହା ପ୍ରେମ, କିନ୍ତୁ ଭାଗ୍ୟ ଯାହାକୁ ଆପଣେଇ ନିଏ ତାହା ପ୍ରତାରଣା।